ସମସ୍ତ ନମସ୍କାର। ଖୁସି ଲାଗୁଛି ଆଜି ସିନେମା ପରି ରିଲିଜ୍ ହେଇଛି। ଗୋଟେ ସୋସିଆଲ ମେସେଜ ଚେଷ୍ଟା କରୁଛୁ ଗୋଟେ ଦେବା ପାଇଁ ଚାଇଲ୍ଡ ରେପ୍ ଉପରେ। ତ ଆଶା କରୁଛି ସିନେମା ଦର୍ଶକମାନେ ଦେଖି ସାରନ୍ତୁ, ଆପଣମାନେ ତାଙ୍କ ମତ ଦେବେ। ଆଉ ଆଶା କରୁଛି କି ଏଇ ସିନେମାର ଯେଉଁ ବାର୍ତ୍ତା ଦିଆଯାଇଛି ସେଟା ଦର୍ଶକମାନେ ନିଶ୍ଚୟ ଶିଖିବେ। ଯେତେବେଳେ ଆପଣ ପରି ଫିଲ୍ମ ସାଇନ୍ କଲେ ଆପଣଙ୍କୁ କ'ଣ ଫିଲ୍ ହେଇଥିଲା ଏବଂ କାହାଣୀ ଆପଣଙ୍କର ମନେ ପଡ଼ିଲା ସେ ଯେଉଁ ଏଇ କାହାଣୀ କି ଅଲଗା କାହାଣୀ କେମିତି ଲାଗିଥିଲା ଆପଣ ସାଇନ୍ କରିବା ପାଇଁ? ମୁଁ ସେ କାହାଣୀ ସାଙ୍ଗରେ ତ ମୁଁ କିଛି କହିବିନି। ମୁଁ କହିବି କି ଯେତିକି ଭାରତରେ ଯେତିକି ହେଉଛି ଚାଇଲ୍ଡ ରେପ୍ ଆମେ ସେ ବାର୍ତ୍ତାଟା ଦେବାକୁ ବହୁତ ଚେଷ୍ଟା କରୁଛୁ। ସୋ ମୁଁ ଆଶା କରୁଛି କି ସେ ବାର୍ତ୍ତାଟା ଦର୍ଶକମାନଙ୍କ ପାଖରେ ପହଞ୍ଚୁ, ଆଉ ଯେଉଁ ଦୁଷ୍କର୍ମ ହେଉଛି ଛୋଟ ଛୁଆମାନଙ୍କ ସାଙ୍ଗରେ ସେଇଟା ବନ୍ଦ ହେଇଯାଉ। ପୋଷ୍ଟର ଦେଖୁଛି ଆପଣଙ୍କ ହାତରେ ବଡି ବନ୍ଧା ହେଇଛି ମାନେ ପିନ୍ଧା ହେଇଛି, ଆପଣ କ'ଣ ସତରେ ଗୁନେଗାର? ଝିଅ ଉପରେ ଯଦି କିଛି ପ୍ରୋବ୍ଲେମ୍ ହେଲା ତ ପ୍ରଥମେ ଆସିବେ ବାପା। ତ ତା ଝିଅକୁ ନ୍ୟାୟ ଦେବା ପାଇଁ ବାପା କ'ଣ କ'ଣ କରିଛନ୍ତି ଆପଣମାନେ ସିନେମାରେ ଦେଖିବେ। ଫିଲ୍ମକୁ ନେଇକି କିଛି ଲୋକ ନ ଜାଣିକି କଣ୍ଟ୍ରୋଭର୍ସି କରିଥିଲେ, ତ ବର୍ତ୍ତମାନ ଏବେ ଚାଲିଛି କଣ୍ଟ୍ରୋଭର୍ସି, କ'ଣ କହିବେ? କଣ୍ଟ୍ରୋଭର୍ସି ଯାହା ବି ଚାଲିଛି, ଯେଉଁମାନେ ଯାହା ବି ଭାବିଛନ୍ତି ସେମାନେ ତାଙ୍କ ଜାଗାରେ ଠିକ୍ ହେଇପାରନ୍ତି। ବଟ୍ ଆମେ ଗୋଟେ ବହୁତ ଭଲ ବାର୍ତ୍ତା ଦେବାକୁ ଚେଷ୍ଟା କରିଛୁ, ଗୋଟେ ବହୁତ ଭଲ ସୋସିଆଲ ମେସେଜ ଦେବାକୁ ଚେଷ୍ଟା କରିଛୁ। ଯେଉଁମାନେ ଏ ଦୁଷ୍କର୍ମ କରିଛନ୍ତି ଏଇ ସିନେମା ଦେଖିଲେ ଆଟଲିଷ୍ଟ ସେମାନଙ୍କ ମନ ଟିକେ ପରିବର୍ତ୍ତନ ହେବ ସେଇଟା ଚେଷ୍ଟା କରିଛୁ। ସୋ ସେଇଟା ଯିଏ ବି କରୁଛନ୍ତି ସେଇଟା ତାଙ୍କ ପାଟରେ। ବଟ୍ ଆମେ ଗୋଟେ ସିନେମା ଯେଉଁ ସିନେମା ଗୋଟେ ଭଲ ସିନେମା ବନେଇକି ଆପଣମାନଙ୍କୁ ଭେଟି ଦେଇଛୁ, ସେଇଟା ମୁଁ ଆଶା କରୁଛି କି ଆପଣମାନେ ଦେଖିଲେ ଆପଣମାନେ ନିଶ୍ଚୟ ହିଁ ଜାଣିଯିବେ କି ସିନେମାଟି କ'ଣ। ଯେଉଁମାନେ ନିମ୍ନଗମନର କାମ କରୁଛନ୍ତି ବା ଝିଅମାନଙ୍କୁ କମେଣ୍ଟ କରୁଛନ୍ତି ବା ଦୁଷ୍କର୍ମ କରୁଛନ୍ତି ଏ ଫିଲ୍ମ ସେମାନେ ଦେଖିବା ନିହାତି ଦରକାର। ଆଜ୍ଞା, ନିଶ୍ଚୟ ନିହାତି ଦରକାର। ଏଇଟା ସାରା ଓଡ଼ିଶା ଦେଖିବା ଦରକାର। ଆଉ ଯେଉଁମାନଙ୍କର ମନରେ ମାନେ ଆକ୍ଚୁଆଲି ଏସବୁ ଦୁଷ୍କର୍ମ ନର୍ମାଲ ଲୋକ କେବେ କରନ୍ତିନି। ଯେବେ ଯାଏଁ ଡ୍ରଗ୍ସ ସେଇଠି ପାଖକୁ ନ ଆସିଛି ସେବେ ଯାଏଁ ଏଇ ଦୁଷ୍କର୍ମ କେବେ ହୁଏନି। ତ ଆମେ ଡ୍ରଗ୍ସକୁ ବି ବିରୋଧ କରୁଛୁ ଏଇ ସିନେମାରେ, ନିର୍ଯାତନାକୁ ବି ବିରୋଧ କରୁଛୁ, ଆଉ ଦୁଷ୍କର୍ମ ଯେଉଁ ଛୋଟ ଛୁଆମାନଙ୍କର ହେଇଛି ସେଇଟା ବି ଆମେ ବିରୋଧ କରିଛୁ। ତ ଏଇ ସିନେମାଟି ବହୁତ ଟୁଇଷ୍ଟ ଆଣ୍ଡ ଟର୍ନସ୍ ଆଣିକି ହେବ। ଆପଣମାନେ ଗୋଟେ ଜାଗାରେ ଏମିତି ସ୍ତମ୍ଭ ହେଇଯିବେ କି ଆପଣଙ୍କୁ ଲାଗିବ କି ହଁ, ଯଦି ମୋ ଝିଅ ହେଇଥାନ୍ତା ମୁଁ ଆଠୁ ବି ବହୁତ ବଡ଼ କାମ କରିଥାନ୍ତି, ଆଉ ଆଠୁ ବି ବହୁତ ଖୁଙ୍କାର ଜିନିଷଟି କରିଥାନ୍ତି ଯେଉଁ ଜିନିଷଟି ମୁଁ କରିଛି। ବହୁତ କମ୍ଫର୍ଟ ଥିଲି, ବହୁତ ଭଲ ଆର୍ଟିଷ୍ଟ, ଆଉ ଆର୍ଟିଷ୍ଟ ପୂର୍ବରୁ ଗୋଟେ ବହୁତ ଭଲ ସିଙ୍ଗର ସେ। ତ ଆମକୁ ଡୁଆଲ ମିଳିଗଲା। ତ ମାନେ କହନ୍ତି ମଲ୍ଟି ଟ୍ୟାଲେଣ୍ଟେଡ୍ ଆମକୁ ମିଳିଗଲେ ହିରୋଇନ୍। ସୋ ଆଶା କରୁଛି କି ଆମ ଦୁଇଙ୍କ ଯୋଡ଼ି ଏଥିରେ ଏତେ ତ ଲଭ୍ ଷ୍ଟୋରି ଆପଣ ଦେଖିବାକୁ ପାଇବେନି, ବଟ୍ ଏଥିରେ ଆପଣମାନେ ଆମେ ଯେଉଁ ବାପା ମା ହେଇଛୁ ସ୍ୱାମୀ ସ୍ତ୍ରୀର ଆଉ ଛୁଆର ଆମର କମ୍ବିନେସନଟା ଆପଣମାନଙ୍କୁ ନିଶ୍ଚୟ ଭଲ ଲାଗିବ। ହଁ, ସେ ମୋ ସିନେମା ସମସ୍ତେ ସବୁବେଳେ ମୋ ମା ଆସନ୍ତି, ତ ଏଇ ଦୁଇଟା ସିନେମା ହେଲେଣି ମୋ ୱାଇଫ୍ ଆସୁଛନ୍ତି। ସୋ ତାଙ୍କର ଆଶୀର୍ବାଦ ରହୁ ମୋ ଉପରେ ସବୁବେଳେ, ଆଉ ତାଙ୍କ ଭଲ ପାଇବା ଯେମିତି ମୋ ଉପରେ ଅଛି ଘଣ୍ଟ ଘୋଡ଼େଇକି ଏଇଟା ସବୁବେଳେ ରହୁ, ସେଇଟା ମୋ ପାଇଁ। ନାଇଁ, ସେ ଜଣେ ସିଏ ବି ନିଜେ ଗୋଟେ କଳାକାର, ତ ଜାଣିଛନ୍ତି ନା ଇର୍ଷା ହୁଏନି କାହିଁକି ନା ତା ପାଇଁ ମିଳେ। ନାଇଁ, କଥା ହେଲା କି ସିନେମାରେ ସେ ଗୀତ ହଉ କି ଯେଉଁ ବି ସୁଟ୍ ହଉ ସେଥିରେ କିଛି ଫିଲିଙ୍ଗସ୍ ଆସେନି, ଏଇଟା ସତ କଥା। କାହିଁକି ନା କ୍ୟାମେରା ସାମ୍ନାରେ ଖାଲି ଆମେ ଦୁଇ ଜଣ ନଥାନ୍ତୁ, କ୍ୟାମେରା ପଛପଟେ ଆହୁରି 100 ଜଣ ଆମ କ୍ରୁ ଆଣ୍ଡ ମେମ୍ବର ସବୁ ଠିଆ ହେଇଥିବେ, ତ ସେଇଠି ଆସେନି। ସେଇଠି ଡାଇରେକ୍ଟର ଯେମିତି କୁହନ୍ତି ଆମମାନଙ୍କୁ କରିବା ପଡ଼େ, ଆଉ ସିନେମା ଯେଉଁଟା ମାଗେ ଆମେ ମାନେ କରୁ। ଆଶା ମୋଟର ସାଇକେଲ ବି କେବେ ବି ଆମେ ଯେବେ ସିନେମା କରୁଥିଲୁ ଆଶା ନଥିଲା କି ଏତେ ଭଲ ଚାଲିବ, ମାସେ ଚାଲିବ ସିନେମା ହଲ୍ରେ। ତ ଏଇଟା ବି ଗୋଟେ ଆଶା, ଗୋଟେ ଭଲ ଷ୍ଟୋରି, କାହିଁକି ନା ଦର୍ଶକମାନେ ହିଁ ନିଜେ କାହାଣୀ ବାଛୁଛନ୍ତି ଆଉ ସିନେମା ଦେଖୁଛନ୍ତି। ତ ଗୋଟେ ଭଲ କାହାଣୀ ନେଇକି ଆସିଛୁ, ସେ ଦର୍ଶକମାନଙ୍କ ଉପରେ କଥା, ତାଙ୍କୁ ଭଲ ଲାଗିଲେ ସେମାନେ ନିଶ୍ଚୟ ଦେଖିବେ, ଆଉ ତାଙ୍କୁ ଯଦି ଖରାପ ଲାଗିଲା ତ କିଛି ନା କିଛି ଜିନିଷ ଶିଖିକି ଯିବେ। ଆଜ୍ଞା, ମୁଁ ସେଇଟା ମାନେ ଯେମିତି କୁହାଯାଏ କି ଜଗନ୍ନାଥଙ୍କୁ ସବୁ ଦୁନିଆ ଆରମ୍ଭ ଜଗନ୍ନାଥରୁ। ମୋର କ୍ୟାରିୟର ବି କହିବାକୁ ଗଲେ କି ମୋର ସେକେଣ୍ଡ ଇନିଂସ ଆରମ୍ଭ ହେଲା ଜଗନ୍ନାଥରୁ। ତ ମୁଁ ଜଗାକୁ ଯେତିକି ଭଲ ପାଏ ସେଇଟା ସମସ୍ତେ ଭଲ ପାଆନ୍ତି, ସାରା ଓଡ଼ିଶା ବଡ଼ ଠାକୁର ସେ ମହାପ୍ରଭୁ ଜଗନ୍ନାଥ। କହିଲେ ହିଁ ମୁଁ ବହୁତ ଜିନିଷ କହିଦେବି, ସେଇଟା ବି ମୋର ଗୋଟେ ପ୍ରୋବ୍ଲେମ୍ ହେବ। ବଟ୍ ଧନ୍ୟବାଦ, ଖାଲି ତାଙ୍କୁ ଧନ୍ୟବାଦ ଜଣେଇବିନି, ତାଙ୍କ ଶରଣରେ ସବୁବେଳେ ରହିବି, ଆଉ ତାଙ୍କୁ କହିବି କି ଘଣ୍ଟ ଘୋଡ଼େଇକି ରଖନ୍ତୁ, ଆଉ ସବୁବେଳେ ସାଙ୍ଗରେ ଥାଆନ୍ତୁ ସମସ୍ତ ସାଙ୍ଗରେ।